ମୃଦୁସ୍ୱରେ କି ମଧୁରେ ଡାକନ୍ତି ଯୀଶୁ ବନ୍ଧୁ ସୁନାବାରେ ପ୍ରେମ ଭରି ପ୍ରଶ୍ରୟରେ ଅଛନ୍ତି ଯୀଶୁ ତୁମ ପ୍ରତୀକ୍ଷାରେ ବାସି ତାଙ୍କ ଆଶ୍ୱାସ ତ୍ୱର କ୍ଷମା ଶାନ୍ତି ପ୍ରଚୁର କ୍ଷମା ଶାନ୍ତି ପ୍ରଚୁର। প্রিয় শ্রোতা বন্ধু, প্রভু শ্রীখ্ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପ୍ରେରିତ ପାଉଲ କଲସିୟ ପତ୍ରର ପ୍ରଥମ ଅଧ୍ୟାୟର 13 ଏବଂ 14 ପଦରେ ପିତା ଏବଂ ପୁତ୍ରଙ୍କ ସାକ୍ଷ୍ୟ ପ୍ରଦାନ କରନ୍ତି। ଆଉ ସେ କହନ୍ତି ଯେ ପିତା ଈଶ୍ୱର ଆମକୁ ପାପମୟ ଅନ୍ଧକାରରୁ କ୍ଷମତାରୁ ଉଦ୍ଧାର କଲେ ଏବଂ ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟକୁ ସ୍ଥାନାନ୍ତରିତ କରିଅଛନ୍ତି। ପୁଣି ସେହି ପୁତ୍ରଙ୍କଠାରେ ଆମକୁ ମୁକ୍ତି ଅର୍ଥାତ୍ ପାପ କ୍ଷମା ଦିଅନ୍ତି। ସେହି କଲସିୟ 1 ଅଧ୍ୟାୟର 19 ପଦରେ ପାଉଲ କହନ୍ତି, କାରଣ ଈଶ୍ୱରଙ୍କର ସନ୍ତୋଷ ହେଲା ଯେ ତାହାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ। ପ୍ରେମମୟ, ଦୟାମୟ, ଅନୁଗ୍ରହକାରୀ ସୃଷ୍ଟିକର୍ତ୍ତା ପିତା, ମାନବର ସୃଷ୍ଟିକାରୀ ପିତା ଆମକୁ ପ୍ରେମ କରନ୍ତି। ସେ ଆମର ପରିତ୍ରାଣ ନିମନ୍ତେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଆମେ ସେହି ପୁତ୍ରଙ୍କ ଦ୍ୱାରା ମୁକ୍ତି ଅର୍ଥାତ୍ ପାପ କ୍ଷମା ପ୍ରାପ୍ତ ହେବା। ପିତା ଯେଉଁ କାର୍ଯ୍ୟ ଦେଇଥିଲେ କରିବା ନିମନ୍ତେ, ତାହା ପୁତ୍ର ସ୍ୱର୍ଗର ସମସ୍ତ ମହିମା ତ୍ୟାଗ କରି ଏହି ଜଗତକୁ ଆସି ମାନବ ଶରୀରରେ ମାନବ ଜାତିର ପରିତ୍ରାଣ ନିମନ୍ତେ କାଲବରୀ କ୍ରୁଶରେ ଆପଣା ପ୍ରାଣ ଦାନ କଲେ। ତଦ୍ୱାରା ଆମକୁ ମୁକ୍ତି ଅର୍ଥାତ୍ ପାପ କ୍ଷମା ଲବ୍ଧ ହେଲା। ଯେତେବେଳେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରୁ, ପୁଣି ତାହାଙ୍କୁ ଆମର ତ୍ରାଣକର୍ତ୍ତା ପ୍ରଭୁ ରୂପେ ଗ୍ରହଣ କରୁ, ସେତେବେଳେ ଆମକୁ ପାପ କ୍ଷମା ଅର୍ଥାତ୍ ମୁକ୍ତି ଉପଲବ୍ଧ ହୁଏ। ଆମେ ପରିତ୍ରାଣ ପ୍ରାପ୍ତ ହେଉ। ପରିତ୍ରାଣ ପ୍ରାପ୍ତ ହେଲେ ପିତା ସନ୍ତୋଷ ପାଆନ୍ତି। ଅନ୍ଧକାରରୁ ଓ ପାପରୁ ପାପୀ ମୁକ୍ତ ହେଲେ ପିତା ସନ୍ତୋଷ ପାଆନ୍ତି। ଏହି ପୂର୍ଣ୍ଣତା ଯାହା ପାପୀର ପରିତ୍ରାଣର କାରଣ, ତାହା ଖ୍ରୀଷ୍ଟଙ୍କଠାରେ ବାସ କରେ। ସେହି ପ୍ରେମମୟ ମୁକ୍ତିଦାତା ତଥା ଆମ ସମସ୍ତଙ୍କର ତ୍ରାଣକର୍ତ୍ତା ପ୍ରଭୁ ଶ୍ରୀଖ୍ରୀଷ୍ଟ, ଯାହାଙ୍କଠାରେ ପିତା ସମ୍ପୂର୍ଣ୍ଣ ରୂପେ ସନ୍ତୋଷ ପାଆନ୍ତି, ତାହାଙ୍କୁ ଚିହ୍ନିବାରେ ଈଶ୍ୱର ଆମକୁ ସାହାଯ୍ୟ କରନ୍ତୁ ତଥା ସେହି ଯୀଶୁଖ୍ରୀଷ୍ଟଙ୍କୁ ଚିହ୍ନିବା ଦ୍ୱାରା ଆମେ ମଧ୍ୟ ଯେପରି ପିତାଙ୍କ ସନ୍ତୋଷ ଭାଜନ ହେବା, ଏଥିପାଇଁ ଈଶ୍ୱରଙ୍କ ଆଶୀର୍ବାଦ ଆମ ଉପରେ ରହୁ।